ଜନ୍ କ୍ଲାର୍କ, ମାଇଜେଲ୍ ଏଚ୍ ଡେଲୋରେଟ୍ ଏବଂ ଜନ୍ ଏମ୍ ଓଙ୍କୁ ପଦାର୍ଥବିଜ୍ଞାନ ଫିଜିକ୍ସ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଆବିଷ୍କାରର ବିବରଣୀ। 3 ଜଣ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ମିଳିବାର ମୁଖ୍ୟ କାରଣ ହେଉଛି ଏକ ବୈଦ୍ୟୁତିକରେ ମାକ୍ରୋସ୍କୋପିକ୍ କ୍ୱାଣ୍ଟମ୍ ମେକାନିକାଲ ଟନେଲିଂ ମାକ୍ରୋସ୍କୋପିକ୍ କ୍ୱାଣ୍ଟମ୍ ମେକାନିକାଲ ଟନେଲିଂ ଏବଂ ଶକ୍ତି ପରିମାଣ କ୍ୱାଣ୍ଟାଇଜେସନ୍ ଅଫ୍ ଏନର୍ଜି ଆବିଷ୍କାର ପାଇଁ। ନୋବେଲ କମିଟିର ମତ। ପଦାର୍ଥବିଜ୍ଞାନ ପାଇଁ ନୋବେଲ କମିଟିର ଅଧ୍ୟକ୍ଷ ଓଲେ ଏରିକ୍ସନ୍ କହିଛନ୍ତି ଯେ ଶତାବ୍ଦୀ ପୁରୁଣା କ୍ୱାଣ୍ଟମ୍ ମେକାନିକ୍ସ ନିରନ୍ତର ଭାବରେ ନୂଆ ଆଶ୍ଚର୍ଯ୍ୟଜନକ ଜିନିଷ ଦେଉଛି। କ୍ୱାଣ୍ଟମ୍ ମେକାନିକ୍ସ ସମସ୍ତ ଡିଜିଟାଲ ଟେକ୍ନୋଲୋଜିର ମୂଳଦୁଆ ଅଟେ। କମ୍ପ୍ୟୁଟରରେ ଥିବା ଟ୍ରାଞ୍ଜିଷ୍ଟରଗୁଡ଼ିକ କ୍ୱାଣ୍ଟମ୍ ଟେକ୍ନୋଲୋଜିର ଏକ ଉଦାହରଣ। ଏହି ବର୍ଷର ନୋବେଲ ପୁରସ୍କାର କ୍ୱାଣ୍ଟମ୍ କ୍ରିପ୍ଟୋଗ୍ରାଫି, କ୍ୱାଣ୍ଟମ୍ କମ୍ପ୍ୟୁଟର ଓ କ୍ୱାଣ୍ଟମ୍ ସେନ୍ସର୍ସ ସମେତ ପରବର୍ତ୍ତୀ ପିଢ଼ିର କ୍ୱାଣ୍ଟମ୍ ଟେକ୍ନୋଲୋଜିର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଛି। ସେମାନଙ୍କ ଆବିଷ୍କାର ପ୍ରମାଣିତ କରିଛି ଯେ କ୍ୱାଣ୍ଟମ୍ ପ୍ରଭାବ, ଯାହା ସାଧାରଣତଃ କେବଳ ପରମାଣୁ ସ୍ତରରେ ଦେଖାଯାଏ, ବୃହତ୍ ବସ୍ତୁରେ ମଧ୍ୟ ଦେଖାଯାଇପାରେ।